आज ମୁଁ ଆପଣମାନଙ୍କୁ ତିଆରି କରି ଦେଖେଇବି ଓଡ଼ିଶା ଷ୍ଟାଇଲ୍ ଖାସ୍ତା ଗୁଲଗୁଲାର ରେସିପି। କରିବା ପ୍ରୋସେସ୍ ଏକଦମ ଇଜି। ଭାଙ୍ଗିକି ଦେଖଉଛି ଦେଖନ୍ତୁ କେତେ ବଢ଼ିଆ ଭାବରେ ଖାସ୍ତା ହେଇଛି। ସବୁ ଟିପ୍ସ ଆପଣମାନଙ୍କୁ ବତେଇଦେବି। ଆପଣମାନେ ନିଶ୍ଚିନ୍ତ ଭାବରେ ଘରେ ଥରେ ଟ୍ରାଏ କରନ୍ତୁ। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲରେ। ଯଦି ଭିଡ଼ିଓଟି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ। ଆଉ ଆପଣମାନଙ୍କୁ ଗୋଟେ ଅନୁରୋଧ ରହିଲା, ଆପଣମାନେ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏବେ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଗୁଲଗୁଲା ତିଆରି କରିବା ପାଇଁ ଗୋଟେ ଜାଗାରେ ନେଇଯିବା ଗୋଟେ କପ୍ ଅଟା। ଏମିତି ମେଜରିଂ କପ୍ ଯଦି ଆପଣଙ୍କ ପାଖରେ ନଥିବ, ଗୋଟେ ଗିନା ସେଟ୍ କରି ନିଅନ୍ତୁ। ସେଇ ଗିନାରେ ସବୁ ମେଜରମେଣ୍ଟ କରିବେ। ଅଧା କପ୍ ନେଇଯାଉଛି ସୁଜି। ମନେକର ଗୋଟେ ଗିନା ସେଟ୍ କଲେ, ସେଇଥିରେ ଗୋଟେ ଗିନାରେ ଗୋଟେ କପ୍ ଯଦି ଅଟା ନେବେ, ତାର ଅଧା ନେବେ ସୁଜି। ଏଥିରେ ପକେଇଦେବା ଗୋଟେ ବଡ଼ ଚାମଚ ପାନମହୁରି। ଯଦି ଛୋଟ ଟି ସ୍ପୁନ୍ ପକେଇବେ ତାହେଲେ 2 ଚାମଚ ପକେଇବେ। ଏଠି 1 ଟେବୁଲ ସ୍ପୁନ୍ ମୁଁ ପକେଇଛି। 1/4 ଟି ସ୍ପୁନ୍ ପକେଇଦେଲି ବେକିଂ ସୋଡ଼ା। ସୋଡ଼ାଟାକୁ ହାତରେ ଟିକେ ଭାଙ୍ଗିଦେଲେ ସବୁ ଜାଗାରେ ଭଲ ଭାବରେ ମିଶିଯିବ। 4.5 ଟେବୁଲ ସ୍ପୁନ୍ ପକେଇ ଦେଉଛି ଚିନି। ମିଠା ଆପଣଙ୍କ ପସନ୍ଦ ହିସାବରେ କମ୍ ବେଶୀ ଆପଣ କରିପାରିବେ। ସ୍ୱାଦ ହିସାବରେ ଲୁଣ ପକେଇବା। 2 ବଡ଼ ଚାମଚ ରିଫାଇନ୍ ତେଲ ପକେଇ ନେବା। ରିଫାଇନ୍ ତେଲ ପକେଇବା ଦ୍ୱାରା ଏଟା ଟିକେ ଖାସ୍ତା ହେବ ଗୁଲଗୁଲାଟା। ତେଲଟାକୁ ଭଲ ଭାବରେ ମିଶେଇ ଦେବା। ମିଶେଇ ଦେଲା ପରେ ହାତରେ ମୁଠା କରିକି ଦେଖିବେ, ଯେମିତି ମାନେ ମୁଠା ହେଇପାରୁଥିବ, ବାଇଣ୍ଡିଂ ହେଇପାରୁଥିବ, ତାହେଲେ ଜାଣିବେ ଯେ ତେଲର ଏମାଉଣ୍ଟଟା ଠିକ୍ ଅଛି। ଭଲ ଭାବରେ ମିଶେଇ ଦେଲି। ମିଶେଇ ଦେଲା ପରେ ଦେଖନ୍ତୁ ମୁଁ ହାତରେ ଦେଖେଇ ଦେଉଛି, ଭଲ ଭାବରେ ଏମିତି ମୁଠା ହେଇଯାଉଛି। ଯଦି ଏମିତି ମୁଠା ହେଉନଥିବ, ବିଣ୍ଡାରେ ହେଉନଥିବ, ତାହେଲେ ଆଉ ଅଧା କି ଗୋଟେ ଚାମଚ ତେଲ ଆପଣ ଆଡ଼୍ କରିପାରିବେ। ଏଥିରେ ଅଳ୍ପ ଅଳ୍ପ ପାଣି ପକେଇବା। ଏଠି ମୁଁ ପାଖାପାଖି ଅଧା କପ୍ ପାଣି ପ୍ରଥମ ନେଇଛି, ତାକୁ ଭଲ ଭାବରେ ମିଶେଇ ଦେଉଛି ଆଗେ। ଅଧା କପ୍ ପାଣି ଦେଲା ପରେ ଆଉ 1/4 କପ୍ ପାଣି ମୁଁ ଆଡ଼୍ କରିଛି। ଏକା ସାଙ୍ଗରେ ପକେଇବେନି, ଅଳ୍ପ ଅଳ୍ପ ପାଣି ପକେଇକି ଏଟାକୁ ଗୋଳେଇବା। ଟିକେ ଏଟା ପାଣିଆ ପାଣିଆ ହେବ, ଯେମିତି ଅଟା ପରିକା ଟାଣ ଚକଟିବେନି, ପୁରା ନରମ ଏଟା ଚକଟା ହେବ। ଆଉ 1/4 କପ୍ ନେଲି, ଅଧା କପ୍ ପୁରା ଲାଗିଗଲା, ଆଉ 1/4 କପ୍ ନେଇଛି। ଦେଖନ୍ତୁ ଏତିକି ରହିବ ପାଣି, ମାନେ ବେଶୀ ଆଉ ଟାଣ କରିବେନି, ଏମିତି ନରମ ରହିବ ଅଟାଟା। 1/4 କପ୍ ପାଣିରୁ ମୁଁ 1 ଟି ସ୍ପୁନ୍ ପାଣି ଆଉ ରହିଲା ଦେଖନ୍ତୁ, ଆଉ ସବୁ ପାଣି ୟୁଜ୍ ହେଇଗଲା, ମାନେ 1 କପ୍ ଆଉ 1/4 କପ୍ରୁ 1 ଟି ସ୍ପୁନ୍ ପାଣି ରହିଗଲା। ଆକୁ କଭର୍ କରିକି ଆମେ ରଖିଦେବା ରେଷ୍ଟ ପାଇଁ ପାଖାପାଖି 5ରୁ 7 ମିନିଟ୍। ଚାଲନ୍ତୁ ତେଲଟାକୁ ଗରମ କରିବା। 5ରୁ 7 ମିନିଟ୍ ହେଇଗଲାଣି। ତେଲଟାକୁ ହାଲକା ଗରମ କରିବା, ମନେ ରଖିବେ ବେଶୀ ଗରମ କରିବେନି, ନହେଲେ ଗୁଲଗୁଲାଟା କ'ଣ ହେବ ନା ସାଙ୍ଗେ ସାଙ୍ଗେ ଉପରୁ କଳା ହେଇଯିବ, ଭିତରଟା କଞ୍ଚା ରହିବ। ଏକଦମ ହାଲକା ନଖ ଉଷୁମ ଯେମିତି ହେଇଥିବ, ସେଇ ଟାଇମ୍ରେ ଆମେ ଗୁଲଗୁଲାକୁ ଏମିତି ପକେଇବା। କାରଣ ଏଟା ଧୀରେ ଧୀରେ ହେବ ନା, ଭିତର ତକ ପୁରା ଫ୍ରାଏ ହେବ ଆଉ ଖାସ୍ତା ହେବ। ଏଇ ଟିପ୍ସକୁ ମନେ ରଖି କରନ୍ତୁ, ଦେଖିବେ ଆପଣଙ୍କର ଗୁଲଗୁଲା ଏକଦମ ପରଫେକ୍ଟ ହେବ। ଆଉ କରିବା ପ୍ରଣାଳୀ ଏକଦମ ଇଜି। ଯେତେବେଳେ ଚାହିଁଲେ କରିକି ପିଲାମାନଙ୍କୁ ଖାଇବାକୁ ଦେଇପାରିବେ। କିଏ ଗେଷ୍ଟ ଆସୁଛନ୍ତି ଯଦି ଆପଣ ଏଟା ବି କରିପାରିବେ। ଦେଖନ୍ତୁ ଲୋ ଫ୍ଲେମ୍ରେ, ଏକଦମ ମିଡ଼ିୟମ୍ ଲୋ ଫ୍ଲେମ୍ରେ ମୁଁ ଛାଡ଼ି ଦେଇଛି। ଧୀରେ ଧୀରେ ଏଟା ଫ୍ରାଏ ହେବ। ହାଇ ଫ୍ଲେମ୍ ବିଲକୁଲ ଦେବେନି, ନହେଲେ ଗୁଲଗୁଲାଟା ପୁରା ଉପରୁ କଳା ପଡ଼ିକି ଭିତର କଞ୍ଚା ରହିବ। ଏଟାକୁ ଛାଡ଼ିଦେବା ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ତ। ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ପରେ ଆମେ ଓଲଟେଇବା। ତା ପୂର୍ବରୁ ବିଲକୁଲ ଖଡ଼ିକା ମାରିବେନି। ଯେମିତି ଦେଖିବେ ହାଲକା ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ, ତାପରେ ଆମେ ଆକୁ ଓଲଟେଇବା। ଏଇନା ଦେଖନ୍ତୁ ହାଲକା ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଇଛି। ଆମେ ଓଲଟେଇ ଦେବା ସବୁ ଗୁଲଗୁଲା ଗୁଡ଼ାକୁ। ସବୁ ଗୁଲଗୁଲା ଗୁଡ଼ାକୁ ଓଲଟେଇ ଦେଲା ପରେ ଆମେ ଆର ପଟଟା ବି ଯେମିତି ଭଲ ଭାବରେ ଫ୍ରାଏ ହେବ, ପୁଣି ଓଲଟେଇକି ଆଗ ପଟଟାକୁ ବି ଆଉ ଟିକେ ଭଲ ଭାବରେ ଫ୍ରାଏ କରିବା। କାରଣ ଆଉ ଟିକେ ଏଟା ବ୍ରାଉନ୍ ହେବ, ଏକଦମ ହେଇନି, ହାଲକା ହାଲକା ହେଇଛି। ତେଣୁ ସବୁପଟେ ଭଲ ଭାବରେ ଯେମିତି ବ୍ରାଉନିଶ୍ କଲର୍ ହେଇଯିବ ନା, ତାପରେ ଆମେ ଗୁଲଗୁଲାକୁ ବାହାର କରିବା। ଆଉ ସବୁବେଳେ ମନେ ରଖିବେ ଗ୍ୟାସ୍ର ଫ୍ଲେମ୍କୁ ଲୋ ମିଡ଼ିୟମ୍ ରଖିବେ। ହାଇ ଫ୍ଲେମ୍ ବିଲକୁଲ କରିବେନି, ନହେଲେ ସାଙ୍ଗେ ସାଙ୍ଗେ ଗୁଲଗୁଲା ଗୁଡ଼ାକ ଜଳିଯିବ। ଦେଖନ୍ତୁ ଓଲଟେଇ ଓଲଟେଇକି ମୁଁ ସବୁପଟେ ଭଲ ଭାବରେ ଗୋଲ୍ଡେନ୍ ବ୍ରାଉନ୍ ହେଲା ତାକୁ ଫ୍ରାଏ କରିବି। ଆର ପଟଟା ବି ହେଇଗଲାଣି, ଟିକେ ଓଲଟେଇ ଦେଲି। ପୁଣି ଆଗ ପଟଟାକୁ ବି ଆଉ ଟିକେ ଫ୍ରାଏ କରିବା, କାରଣ ଆଉ ଟିକେ ବ୍ରାଉନିଶ୍ କଲର୍ ହେବ। ଏକଦମ ହାଲକା ହାଲକା ହେଇଥିଲା, ତେଣୁ ଓଲଟେଇକି ପୁଣି ଛାଡ଼ି ଦେଉଛି କିଛି ସମୟ ପାଇଁ।
एमती करंतु ना आपन को गुलगुला एकदम परफेक्ट हबो आपण माने थरे कले जानि परिबे। देखंतु जोगरा हे गेलानी मु काढी दउची केते बढ़िया भाबरे क्राक आसी ऊपरे देखंतु आ केते बढ़िया भाबरे खास्ता हेची। सब गुलगुला गुराक हे गेलानी बर्तमान सब जाक मु बाहर कर नउची गोटे प्लेट रे आ आपण मान को सर्व करके देखौची केते बढ़िया भाबरे गुलगुला फ्राई हेची। देखंतु गुलगुला ठंडा होला परे टिके मु भांगी की देखौची देखंतु भीतर केते बढ़िया भाबरे खास्ता हेची। एमती मार्केट परिका गुलगुला आपण घरे तयारी करि परिबे निश्चिंत भाबरे थरे ट्राई करंतु। आजिर भिडियोटी आपण मानको केमती लागिला जदि भल लागिला तेबे भिडियो को लाइक कर देबे अन्य मानक सहित शेयर करिया को भूलिबे नाही। तेबे रहुची पुणी देखा हबो गोटे नुआ भिडियो रे। जय